ଯୀଶୁଖ୍ରୀଷ୍ଟ 12 ବର୍ଷରୁ 30 ବର୍ଷର ମଧ୍ୟରେ ଥିବା ସମୟକୁ ନେଇ ଆଜି ପ୍ରଶ୍ନ ପଚରା ଯାଉଛି। ଯୀଶୁଖ୍ରୀଷ୍ଟ 12 ବର୍ଷରୁ 30 ବର୍ଷ ମଧ୍ୟରେ କେଉଁଠି ଥିଲେ? କେତେକ ଲୋକ ଦାବି କରନ୍ତି ଯେ ଯୀଶୁ ସେହି ସମୟରେ ଭାରତକୁ ଆସିଥିଲେ, କିନ୍ତୁ କ'ଣ ସତରେ ସେ ଯୀଶୁ ଭାରତକୁ ଆସିଥିଲେ? ନିକୋଲାସ୍ ନାଟଭିଚ୍ ନାମକ ଜଣେ ବ୍ୟକ୍ତି 1894 ମସିହାରେ ଗୋଟିଏ ପୁସ୍ତକ ଲେଖି ଦାବି କରିଥିଲେ ଯେ ଯୀଶୁ ଭାରତକୁ ଆସିଥିଲେ। ସେ ପୁସ୍ତକର ନାଁ ହେଉଛି ଦ ଅନନୋନ୍ ଲାଇଫ୍ ଅଫ୍ ଜିଜସ୍। ଆଉ ସେ ପୁସ୍ତକ ପଢ଼ି ଆଜି ଓଡ଼ିଶାର କେତେକ ବ୍ୟକ୍ତି ଯୀଶୁଙ୍କୁ ଭାରତ ଏବଂ ଓଡ଼ିଶାରେ ପୁରୀରେ ଆସିଥିବାର ଦାବି କରନ୍ତି, କିନ୍ତୁ ଏହିସବୁ ପୁସ୍ତକକୁ ଖ୍ରୀଷ୍ଟିଆନ ମାନେ ମିଥ୍ୟା ପୁସ୍ତକ ବୋଲି ଭାବନ୍ତି, କାରଣ ଖ୍ରୀଷ୍ଟିଆନମାନଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଅଛି। ପ୍ରଥମ ଶତାବ୍ଦୀରେ ଆଇରେନିୟସ୍ ନାମକ ଜଣେ ଚର୍ଚ୍ଚ ଫାଦର, ଯିଏକି 130ରୁ 202 ମସିହା ପର୍ଯ୍ୟନ୍ତ ରହିଥିଲେ, ତାଙ୍କ ପୁସ୍ତକ ଏଗେନ୍ଷ୍ଟ ହେରେସିରେ ସେ ବୁକ୍ ନମ୍ବର 2 ଚାପ୍ଟର ନମ୍ବର 22ରେ କହନ୍ତି ଯୀଶୁ ତାଙ୍କ ଲୋକମାନଙ୍କ ସହିତ ଥିଲେ। ଇସୋବିୟସ୍ ନାମକ ହିଷ୍ଟୋରିଆନ୍ ଚର୍ଚ୍ଚ ହିଷ୍ଟ୍ରି ବୁକ୍ ନମ୍ବର 1 ଚାପ୍ଟର ନମ୍ବର 9, ଯିଏକି 260ରୁ 340 AD ମଧ୍ୟରେ ବଞ୍ଚିଥିଲେ, ସେ ତାଙ୍କ ବହିରେ ଦାବି କରନ୍ତି ଯେ ଯୀଶୁ ନାଜରିତରେ ଥିଲେ। ଗସ୍ପେଲ୍ ଅଫ୍ ଥୋମାସ୍, ଯାହାକି 2nd ସେଞ୍ଚୁରୀରେ ଲେଖାଯାଇଥିଲା, ଆଉ ସେଠାରେ ଦାବି କରାଯାଇଛି ବା ଉଲ୍ଲେଖ ଅଛି ଯେ ଯୀଶୁ ବାଲ୍ୟକାଳରୁ ଯୌବନାବସ୍ଥା ମଧ୍ୟରେ ମଧ୍ୟ ସେ ଚମତ୍କାର କରୁଥିଲେ। ତେଣୁ ଯେଉଁ ଲୋକମାନେ ଭାରତକୁ ଆସିଥିବା କିମ୍ବା ଓଡ଼ିଶାକୁ ଆସିଥିବାର କଥା କହି ଦାବି କରନ୍ତି, ସେମାନଙ୍କର କଥା ପ୍ରକୃତରେ ମିଥ୍ୟା। ସେମାନଙ୍କର ଠାରେ କୌଣସି ସତ୍ୟ ନାହିଁ, କାରଣ ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଅଛି ଯୀଶୁ ନାଜରିତରେ ଥିଲେ।